ସମସ୍ତ ଭାଇ ଓ ଭଉଣୀମାନଙ୍କୁ ମୋର ନମସ୍କାର। ନୂଆ ବର୍ଷରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ କି ନବୀନ ପଟ୍ଟନାୟକ। 2025ରେ ନବୀନ ପଟ୍ଟନାୟକକୁ ନେଇ ଯେଉଁ ସବୁ କଥା କହିଛି ମାଳିକା, ତାହା ସତ ହେବ କି? ଆକୁ ନେଇକି କଳ୍ପନା ଜଳ୍ପନା ସେତେବେଳେ ପ୍ରକାଶ ପାଇଛି ଯେତେବେଳେ ଓଡ଼ିଶାରେ କୁହାଯାଉଛି କି ପୁଣି ଥରେ ଭୋଟ ଗଣତି ହେବ। ଏ କଥା ସେତେବେଳେ କୁହାହେଉ ଯେତେବେଳେ ଆପଣ ଜାଣିଥିବେ ବିଜେଡ଼ିର କିଛି ନେତା ଇସି ଅର୍ଥାତ୍ ଇଲେକ୍ସନ୍ କମିଶନ ପାଖକୁ ଯାଇ କହିଲେ କି 2024 ଭୋଟ ଇଭିଏମ୍ରେ ଗଣାଯାଇଥିଲା ତା ପଛରେ ଜାଲିଆତି ହେଇଛି, ଯେଉଁଥିପାଇଁ ଓଡ଼ିଶାରେ ବିଜେପି ସରକାର ଗଢ଼ି ଦେଇଛି। ତାକୁ ନେଇକି ଆପଣ ଦେଖୁଥିବେ ନିକଟରେ ବିଜେପି ପରସ୍ପର ଭିତରେ ଆରୋପ ପ୍ରତ୍ୟାରୋପ କରୁଥିଲେ। ବିଜେଡ଼ି ବାରମ୍ବାର କହୁଛି କି ବିଜେପି ଇଭିଏମ୍ ଜାଲିଆତି କରିକି ସରକାର ଗଢ଼ିଛି। ଦେଖନ୍ତୁ ଏଇ ଘଟଣା କେତେବେଳେ ଆଣିଲା ବିଜେଡ଼ି ନା ଇଲେକ୍ସନ୍ ସରିବାର 6 ମାସ ପରେ, ଠିକ୍ ଅଛି। ତ ୟାରି ଭିତରେ ସବୁଠୁ ବଡ଼ କଥା ହେଉଛି କ'ଣ ନା ମାଳିକାକୁ ନେଇକି ବିଭିନ୍ନ ପ୍ରକାର ଲୋକ ପାସପୋର୍ଟ ମାଉଚରେ ବିଭିନ୍ନ ପ୍ରକାର କଥା କହୁଛନ୍ତି କି 2025 ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ମାଳିକାରେ କୁହାଯାଉଛି, ମାଳିକାରେ ପ୍ରମାଣ ମିଳୁଛି ଏବଂ ନାନା ପ୍ରକାର ତଥ୍ୟ ମଧ୍ୟ ସେମାନେ ଆଣୁଛନ୍ତି, ଠିକ୍ ଅଛି। ତା ବାଦ ରାଶି ନକ୍ଷତ୍ର ଜ୍ୟୋତିଷଶାସ୍ତ୍ରରେ ମଧ୍ୟ କିଛି ଲୋକ କହୁଛନ୍ତି କି ଏଥର ମୋହନ ମାଝୀଙ୍କ ସିଂହ ରାଶିରେ ଅଷ୍ଟମ ଶନି ଥିବାରୁ ମୋହନ ମାଝୀଙ୍କୁ ଏଥର ଶନି ଦଶା ଭୋଗିବାକୁ ପଡ଼ିପାରେ, ଅର୍ଥାତ୍ ତାଙ୍କର ମୁଖ୍ୟମନ୍ତ୍ରୀ ସିଟ୍ ତାଙ୍କ ହାତରୁ ଯାଇପାରେ ଏବଂ ନବୀନ ପଟ୍ଟନାୟକକୁ ଯେହେତୁ ତାଙ୍କ ରାଶିରେ ବୃହସ୍ପତି ସପ୍ତମରେ ଅଛନ୍ତି ତେଣୁ ତାଙ୍କୁ ରାଜଦଶା ଭୋଗିବାର ସମ୍ଭାବନା ଅଛି 2025ରେ। ତ ଏଇଭଳି ଯେଉଁ ଖବର ଆସୁଛି ରାଶି ନକ୍ଷତ୍ର ମାଳିକା, ଏଇଭଳି ଖବର ଚର୍ଚ୍ଚାକୁ ଆଉ ଦୁଇ ପାଦ ବଢ଼ାଇ ଦେଉଛି ଏବଂ କ'ଣ ଆମକୁ ଲାଗୁଛି ବିଶ୍ୱାସ ହେଉଛି କି କ'ଣ ଭୋଟ ଗଣତି ହେଲେ ସତସତିକା ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେଇଯିବେ କି? ଦେଖନ୍ତୁ ଯଦି ଆମେ ଭଲରେ ଟିକିନିକି ଟେଷ୍ଟ କରିବା ବିଚାର କରିବା ତେବେ ଜାଣିବା କି ଯେ ପୁଣି ଥରେ ଭୋଟ ଗଣତି ହେବ ଓଡ଼ିଶାରେ ଏଇଭଳି ଚର୍ଚ୍ଚା ଚାଲିଛି, ଏ ଚର୍ଚ୍ଚା ଭୁଲ ହେବ। କାରଣ ଯେଉଁ ନବୀନ ପଟ୍ଟନାୟକ ବିଜେଡ଼ି ଦଳ ଇଭିଏମ୍ ଜାଲିଆତିକୁ ନେଇ ପ୍ରଶ୍ନ ଉଠାଉଛି ସେ ବହୁତ ଲେଟ୍ କରିଦେଲା। କାରଣ ଥରେ ଭାବନ୍ତୁ ଇଲେକ୍ସନ୍ ସରିଗଲା, ଇଲେକ୍ସନ୍ରେ ମାସେ 2 ମାସ କି 2-3 ଦିନ କି 15 ଦିନ ଭିତରେ ଆପଣ ତ ଅଭିଯୋଗ କରିପାରିଥାନ୍ତେ ଇଲେକ୍ସନ୍ କମିଶନ ପାଖରେ, ସେତେବେଳେ ହୁଏତ ଭୋଟ ଗଣତି କରାଯାଇଥାନ୍ତା। କିନ୍ତୁ ସେତେବେଳେ ଭୋଟ ଗଣତି ବିଷୟରେ କିଛି ନ କହିକି ଇଭିଏମ୍ ଜାଲିଆତି ବିଷୟରେ କିଛି ନ କହିକି 6 ମାସ ସରିଲା ପରେ ଆପଣ କହୁଛନ୍ତି ଇଭିଏମ୍ ଜାଲିଆତି ହେଇଛି, ଭୋଟ ଗଣାଯାଉ ପୁଣି ଥରେ। ତ ଏଇଭଳି ଯେଉଁ ଖବର ଅଣାହେଉଛି ୟାକୁ ଇସି କେବେ ବି ଗ୍ରହଣ କରିବ ନାହିଁ, କାରଣ ସମୟ ପଳେଇଲାଣି, 6 ମାସ ହେଇଗଲାଣି, ବିଜେପି ସରକାର ଗଢ଼ିକି 6 ମାସରୁ ଅଧିକ ହେଲାଣି। ଏବେ କାହିଁକି ଶୁଣିବ, ଏବେ କାହିଁକି ଭୋଟ ଗଣତି ହେବ, ବୁଝିପାରୁଛନ୍ତି ନା ନାହିଁ? ତେଣୁ ଯେଉଁ କଥା ନବୀନ ପଟ୍ଟନାୟକ ଏବେ କରୁଛନ୍ତି ତାହା ବହୁତ ଆଗରୁ କରିବାର ଥିଲା, ଏଇଟା ବହୁତ ଲେଟ୍ ହେଇଗଲା। ଦେଖନ୍ତୁ ରାଜନୀତିରେ କିଛି ବି ଅସମ୍ଭବ ନୁହେଁ, ତେଣୁ ଆଗକୁ କ'ଣ ହେଉଛି ଆମେ ତ କୌଣସି ଗ୍ୟାରେଣ୍ଟି ଦେଇପାରିବାନି, ଦେଖାଯାଉ ଆଗକୁ କ'ଣ ହେବ ରାଜନୀତି ରଙ୍ଗ। ତ ମୁଁ ଏଠି ଟପିକ୍କୁ ଶେଷ କରୁଛି। ଟପିକ୍ଟା ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟରେ ନିଶ୍ଚୟ ଜଣାଇବେ। ସମସ୍ତଙ୍କୁ ମୋର ନମସ୍କାର।